ସେଠି ବସୁଛୁ କବେ? ତତେ ମୁଁ ମାଗଣାରେ ପଇସା ଦଉଛି। ବାବୁ ସବୁ କାମ ସାରି ଦେଇଛି, ଆଉ ଅଟୋ ବି ପୋଛାପୋଛି ସରିଯାଇଛି। ଆରେ ଭୁବନେଶ୍ୱର କେତେବେଳେ ଆଇଲୁ? ହଉ ବ ଟକା ଦୋକାନରୁ ଯାଇ 2ଟା ଥଣ୍ଡା ନେଇ ଆସିଲୁ। ଆରେ 2ଟା ଥଣ୍ଡା କଣ ହଉଛି ରେ? ତା ନାଇଁ ଗୋଟେ ଥଣ୍ଡା ନେଇଛେ। ଆରେ ତାର ଓକାଦ ହେଲାଣି, ସିଏ ଆମ ସହିତ ବସି ଥଣ୍ଡା ପିଇବ। ବାବୁ ଦୋକାନରେ କିଛି ଥଣ୍ଡା ନଥିଲା। ହଉ ଯା ପାଣି ବୋତଲ ଟା ନେଇ ଆସିବୁ। ହଉ ବାବୁ। ବାବୁ ପାଣି ବୋତଲ ଟା ନିଅନ୍ତୁ। ହଉ ଯା, ଦୋକାନରେ ତ ଥଣ୍ଡା ମଣ୍ଡା ନାହିଁ, ସରବତ ଟା ପିଇଦେ ଆଉ। ନା ମୁଁ ସରବତ ପିଇ ପାରିବିନି। କଣ ପାଇଁ? ଆରେ ଆମେ ବି ଚଳିବା ମଣିଷ, ଆରେ ସିଏ ବି ସେଇଭଳିଆ ଗୋଟେ ମଣିଷ ନା। ଆରେ ରାଜୁ ଏଠିକି ଆଇଲୁ। ହଁ ବାବୁ ଡାକିଲେ କଣ ପାଇଁ? ଆରେ ଗୋଟେ ଭଡା ଆସିଛି, ନେଇଯା। ନାଇଁ ବାବୁ ଇଏ ଭଡା ମୁଁ ନେଇପାରିବିନି। ଆରେ କଣ ପାଇଁ ଭଡା ନେଇପାରିବୁନି? ବାବୁ ଆପଣ ବି ଗୋଟେ କଥା ଜାଣିନାହାନ୍ତି, ଆମେ ଦିନ ମଜୁରୀ ହେଇ ଖଟୁଛୁ ବୋଲି ଆପଣ ପାଖରେ ଆପଣ ଆମ ଓକାତ କଥା ଏଠି ଉଠେଇ ଦଉଛନ୍ତି। ଆରେ ମୋ ଭୁଲ, ମୁଁ ବୁଝିପାରୁଛି। ବାବୁ ଆପଣଙ୍କର ବି ୟା ଦେହରେ କିଛି ଭୁଲ ନାହିଁ, ଭୁଲ ସବୁ ଆମର। କାହିଁକି ନା ଆମେ ଆପଣଙ୍କ ପାଖରେ ଖଟୁଛୁ ବୋଲି ଆମେ 2ଟା ଖାଉଛୁ, ଆଉ ନ ଖଟିଲେ ଆମେ କଣ ଖାଇପାରିଥାନ୍ତୁ? ଆମେ ଯଦି ଏଠି ଗୋଟେ ବଲକିଆହାର ଛୁଆ ହେଇଥାନ୍ତୁ ତାହେଲେ ଆମକୁ ବି ଆଗକୁ ଖଟିବାକୁ ପଡିନଥାନ୍ତା।